ଗୋରୁପଲ କେନ୍ଦୁଝର ପାହାଡ଼ିଆ ଘାଟି ରାସ୍ତାରେ ଗୋରୁପଲ। ସେଦିନ ରବିବାର। ଏତେ ଗୋରୁଙ୍କୁ ରାସ୍ତା ଉପରେ ଚାଲି ଚାଲି ଯିବା ଯେ କେହି ଦେଖିଲେ ଘଡ଼ିଏ ରହିବ। କି ସୁନ୍ଦର ଏହି ଗୋରୁପଲ, ଅର୍ଥାତ୍ ଚିକିଣିଆ ଚିକିଣିଆ ଦେହରୁ ତେଲ ଖସି ପଡ଼ୁଥିବା ଭଳି ଉଚ୍ଚା ଉଚ୍ଚା ସ୍ୱାସ୍ଥ୍ୟବାନ ଗୋରୁ। ସାଙ୍ଗକୁ ମୁଣ୍ଡରେ ଶିଙ୍ଗ ଏକାଠି କଦମତାଲ କଲା ପରି ଚାଲିଥାନ୍ତି ବଳଦ ଗୁଡ଼ିକ। ଯେମିତି ଲାଗୁଥାଏ କେଉଁଠି ବୋଧହୁଏ ଗୋରୁ ହାଟ ହେବ। ସମସ୍ତେ ସେହି ସ୍ଥାନରେ ପହଞ୍ଚିଲା ପରେ ଯାହା କିଣାବିକାର ପର୍ବ, ଏକଥା ନିଶ୍ଚିତ ସମସ୍ତଙ୍କ ମନରେ ଆସିବ। ମାତ୍ର ହାଟଟି କେଉଁଠି ସେ କଥା ଆମକୁ ଜଣା ନଥିଲା। ଜାଗାଟିର ନାଁ ପଚାରିବାରୁ ଜଣାପଡ଼ିଲା ଫୁଲଝର ଗାଁ। ସେହି ରାସ୍ତାରେ ଗାଡ଼ି ସଂଖ୍ୟା ଓ ଯାତାୟାତ ମଧ୍ୟ ବେଶୀ ନୁହଁ। କାଁ ଭାଁ କେଉଁଠି ଖଣ୍ଡେ ଖଣ୍ଡେ ଗାଡ଼ି ଯା ଆସ କରୁଛି। ବଳଦ ପଲ ଗୋଟିଏ ଦୁଇଟା ନୁହଁ, ଶହ ଶହ ସଂଖ୍ୟାରେ ବଳଦ ଖଣ୍ଡେ ଖଣ୍ଡେ ହୋଇ ପଲରେ ଚାଲିଥାନ୍ତି। ସକାଳ ପ୍ରାୟ 10ଟା ସମୟ। ଫୁଲଝର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରାସ୍ତା ଦେଇ ଏହି ଗୋରୁପଲ ଅତିକ୍ରମ କରୁଥାନ୍ତି। ଆଗକୁ ଆଗକୁ ପ୍ରତି ଗୋରୁପଲରେ ଗୋଟିଏ ଲେଖାଏଁ ଗାଈଆଳ 5 ଖଣ୍ଡିଏ ଲେଖାଏଁ ଧରି ଗୋରୁପଲକୁ ଉଡ଼ାଇ ନେଉଥାନ୍ତି ଶୀଘ୍ର ଶୀଘ୍ର କରି। ଗୋରୁ ଉଡ଼ାଇ ନେଉଥିବା ଲୋକଙ୍କୁ କୁଆଡ଼େ ଯାଉଛ ପଚାରିଲେ ଉତ୍ତର ମିଳେ ଗାଁକୁ। ତେବେ ଏତେ ବଡ଼ ଗୋରୁପଲ ଠାକୁ ଠା ପାଖାପାଖି ଶହ ଶହ ଗୋରୁ କେଉଁ ହାଟକୁ ଯାଉଛନ୍ତି? ମନରେ ଏହି ପ୍ରଶ୍ନ ଉଠୁଥିଲେ ହେଁ ମାତ୍ର ସଠିକ୍ ଉତ୍ତର ନ ମିଳିବାରୁ ମନଟା କାହିଁକି ଗୋଳେଇ ଘାଣ୍ଟି ହେଉଥିଲା। ହେଲେ କ'ଣ କରିହେବ? ସଠିକ୍ ତଥ୍ୟ ନ ମିଳିବା ଯାଏଁ କିଛି ମଧ୍ୟ କରିବା ଓ କହିବା ଠିକ୍ ହେବ ନାହିଁ। ମନ ମଧ୍ୟରେ ଏହି ଚିତ୍ରଟି ପୂରାପୂରି ରହିଗଲା। ଏତେ ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟବାନ ବଳଦ, ଯାହା ଚାଷ ପାଇଁ ଉପଯୋଗୀ, ସେସବୁ ବଳଦକୁ କିଏ କାହିଁକି ନିଜ ଜମି ଚାଷ ପାଇଁ ନ ରଖି ବିକିବ? ତାପରେ ଏତେ ବଳଦ ଜଙ୍ଗଲ ପାହାଡ଼ିଆ ଗ୍ରାମଗୁଡ଼ିକୁ ଅତିକ୍ରମ କରୁଥିଲା ବେଳେ କାହିଁ କେଉଁଠି ଗୋରୁହାଟ ବାବଦରେ କିଛି ଖବର ମିଳିନଥିଲା। ଯେଉଁଠି ବି ଗୋରୁହାଟ ହେଉଥିବ, ଯେତିକି ସଂଖ୍ୟାରେ ବଳଦ ଗୁଡ଼ିକ ଗଲେ, ଯଦି ଗୋଟିଏ ପଟରୁ ଏତେ ବଳଦ ଓ ଅନ୍ୟ ଅଞ୍ଚଳ ଗାଁ ଗୁଡ଼ିକ ଆଖପାଖ ଇଲାକାରୁ ହଜାର ହଜାର ସଂଖ୍ୟାରେ କେଉଁଠି ଗୋରୁହାଟ ନିଶ୍ଚିତ ହେଉଥିବ। ଏକଥା ମନକୁ ବୁଝେଇ ଦେଇଥିଲା ସେଦିନ। କିନ୍ତୁ ପରେ ଏକଥାଟି ସହଜରେ ହଜମ ହୋଇନଥିଲା। ଶୁଣିଲେ କେନ୍ଦୁଝର ପାହାଡ଼ିଆ ଘାଟି ରାସ୍ତାରେ ଗୋରୁପଲ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।